ଜୟ ଜଗନ୍ନାଥ। ଆସନ୍ତା ମାସ 21 ତାରିଖ ଆସନ୍ତା ସୋମବାର ମୁଁ ଆସୁଛି ରେମୁଣା ନୂଆଗାଁ ବାଲେଶ୍ୱର। ଆପଣମାନେ ଜାଣିଥିବେ ଦୀର୍ଘ 8 ବର୍ଷ ଧରି ରେମୁଣା ନୂଆଗାଁ ବାଲେଶ୍ୱରରେ ମୋର ଦୈବୀ ଚିକିତ୍ସା ହେଉଛି। ଆଉ ପ୍ରତ୍ୟେକ କ୍ୟାମ୍ପରେ ଶହ ଶହ ରୋଗୀଙ୍କର ଭିଡ଼ ଲାଗେ। ଆପଣମାନେ ଜାଣିଥିବେ ଏଠାରେ କିଛି ଖାଇବାର ନାହିଁ, ପିଇବାର ନାହିଁ, ପାଳିବାର ନାହିଁ, କିଛି ବି ନାହିଁ। ନା ତେଲ ଘଷିବାର ଅଛି ନା କିଛି କରିବାର ଅଛି। ଟିକିଏ ସ୍ପର୍ଶ, ଟିକିଏ ଆଶୀର୍ବାଦରେ ଅସାଧ୍ୟ ରୋଗ ସବୁ ଭଲ ହୋଇଯାଏ। ମେଡ଼ିକାଲରୁ ନିରାଶ ହୋଇ ହତାଶ ହୋଇ ଲକ୍ଷ ଲକ୍ଷ ଟଙ୍କା ବର୍ବାଦ କରି ଆସିଥିବା ରୋଗୀମାନଙ୍କର ଶେଷ ଆଶା ଭରସା ହେଉଛି ବାବା ଆର୍ତ୍ତଟନକ ଦୈବୀ ଚିକିତ୍ସା କେନ୍ଦ୍ର। ଥରେ ଆସନ୍ତୁ, ନିଜ ଆଖିରେ ଦୈବୀ ଚିକିତ୍ସାର ଚମତ୍କାରତା ଅନୁଭବ କରନ୍ତୁ। ଏଠାରେ ନିଜେ ଅନୁଭବ କରିପାରିବେ, ଜାଣିପାରିବେ ଯେ ସାଙ୍ଗେ ସାଙ୍ଗେ ଆପଣଙ୍କର କ'ଣ ପରିବର୍ତ୍ତନ ହୋଇଗଲା। ଆସନ୍ତା ସୋମବାର ଜୁଲାଇ ମାସ 21 ତାରିଖ ବାବା ଆର୍ତ୍ତଟନକ ଦୈବୀ ଚିକିତ୍ସା ରେମୁଣା ନୂଆଗାଁ ବାଲେଶ୍ୱରରେ ଅନୁଷ୍ଠିତ ହେବ। ଯଦି ଆପଣମାନଙ୍କର କି ଆପଣଙ୍କ ପରିବାରର କି ଆପଣଙ୍କ ବନ୍ଧୁବାନ୍ଧବ କାହାରି ଦେହ ଖରାପ ଅଛି, ଥରେ ଆସନ୍ତୁ, ନିଜେ ଦୈବୀ ଚିକିତ୍ସାର ଚମତ୍କାରତା ଦେଖନ୍ତୁ। ଆଜିର ଆଧୁନିକ ଯୁଗରେ ଯେଉଁଠି ବିଜ୍ଞାନ ଏତେ ପ୍ରଗତି କରିଛି, ଆପଣମାନେ ତ ବିଶ୍ୱାସ କରିପାରିବେ ନାହିଁ ଯେ ଟିକେ ଛୁଇଁଦେଲେ, ହାତ ମାରିଦେଲେ ବଡ଼ ବଡ଼ ରୋଗ ସବୁ ଭଲ ହୋଇଯାଏ। କିନ୍ତୁ ମେଡ଼ିକାଲରେ ଆଜି ଯେଉଁ ରୋଗମାନଙ୍କର କୌଣସି ଚିକିତ୍ସା ନାହିଁ, ସେ ରୋଗୀମାନେ ଏଠାରେ ଆରାମରେ ଭଲ ହୋଇପାରନ୍ତି। ତେଣୁ ଥରେ ଆସନ୍ତୁ, ରୋଗୀକି ଆଣିକି ଆସନ୍ତୁ। ସକାଳ 10ଟାରୁ 5ଟା ଯେ ଖୋଲା ଅଛି, ଆପଣ ଆସିବେ, ଦେଖେଇବେ, ନିଜେ ଅନୁଭବ କରିପାରିବେ ଯେ କେତେ ଜଲ୍ଦି ଆପଣଙ୍କର ବିନ୍ଧା ଦରଜ ପଳେଇଲା, ରୋଗୀ ଆରାମ ପାଇଲା, ନିଜେ ଅନୁଭବ କରିପାରିବେ। ଥରେ ଆସନ୍ତୁ। ଯଦି ଆପଣ ଭଦ୍ରକରୁ ଆସୁଛନ୍ତି, ରେମୁଣା ଗୋଲେଇ ଟପିବାର 3 କିଲୋମିଟର ପରେ ଶାଳବଣୀ ନୂଆଗାଁ। ଯଦି ଆପଣ ବାରିପଦା ଆଡ଼ୁ ଆସୁଛନ୍ତି, ଆସିଲେ ବୁଢ଼ାବଳଙ୍ଗ ନଦୀ ଟପିବାର ହାଫ୍ କିଲୋମିଟର ପରେ, ଅଧା କିଲୋମିଟର ବାମ ପଟେ ପଡ଼ିବ। କେତେବେଳେ 4-5ଟା ମନ୍ଦିର ଦେଖାଯିବ। ଜଳେଶ୍ୱର ଆସିଲା ବେଳେ ସେଇଆ, ବୁଢ଼ାବଳଙ୍ଗ ନଦୀ ଟପିବାର କିଛି ବାଟ ପରେ ବାମ ପଟେ ଆପଣ ଦେଖିବାକୁ ପାଇବେ। ଆପଣ ଆସନ୍ତୁ, ଆପଣ ଆସିକି ନିଜେ ଏଠି ଦେଖନ୍ତୁ, ରୋଗୀମାନଙ୍କୁ ଆଣିକି ଦେଖା କରନ୍ତୁ, ନିଜେ ଅନୁଭବ କରିପାରିବେ ଯେ ଦୈବୀ ଚିକିତ୍ସା କେତେ ଚମତ୍କାର, ଆଉ ଦୈବୀ ଚିକିତ୍ସାରେ କେତେ ଶକ୍ତି ଅଛି। ଟିକିଏ ସ୍ପର୍ଶ ଆଉ ଟିକିଏ ଆଶୀର୍ବାଦରେ ବଡ଼ ବଡ଼ ରୋଗ ଭଲ ହୋଇଯାଏ। ଆସନ୍ତା ସୋମବାର ଜୁଲାଇ ମାସ 21 ତାରିଖ ମୁଁ ଆସୁଛି ରେମୁଣା ନୂଆଗାଁ ବାଲେଶ୍ୱର। ସେଟା ମୋର ଦୈବୀ ଚିକିତ୍ସା ହେବ। ସକାଳ 10ଟାରୁ 5ଟା ଯାଏ ଖୋଲା ରହିବ। ନିଜେ ଆସନ୍ତୁ, ନିଜଙ୍କର ପେସେଣ୍ଟ କାଢ଼ନ୍ତୁ, ନିଜେ ଦେଖନ୍ତୁ ନିଜ ଆଖିରେ ଦୈବୀ ଚିକିତ୍ସା ଚମତ୍କାରତା। ଦୟାକରି ଭିଡ଼ିଓଟିକୁ ବାରମ୍ବାର ସେୟାର କରନ୍ତୁ। ପ୍ରଭୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ଏହି ଭିଡ଼ିଓଟି ଦେଖିଥିବା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ